ଆଜିକାଲି ପ୍ରତ୍ୟେକ ପିଲା ପ୍ରତ୍ୟକ୍ଷ ଭାବରେ ହେଉ ବା ପରୋକ୍ଷ ଭାବରେ ହେଉ ସେ ପିଲା ଯାହା ବି ଇନଫର୍ମେସନ୍ ସିଏ କଲେକ୍ଟ କରୁଛି ନା ସୋସିଆଲ ମିଡ଼ିଆରୁ ହିଁ କରୁଛି। ଠିକ୍ ଅଛି, ମନେକର ପାଖ ଗାଁର କେହି ଜଣେ ଭଲ ବାଇକ୍ଟା ନେଇକି ଗଲା ତ ସିଏ ସୋସିଆଲ ମିଡ଼ିଆରେ ଯେତେବେଳେ ସେ ଯେଉଁ ପିଲାଟା ଗାଡ଼ି ନେଇଛି ନା ସେଇ ପିଲାଟା ଯେତେବେଳେ ସିଏ ସାମାଜିକ ଗଣମାଧ୍ୟମରେ ଯେତେବେଳେ ଗୋଟେ ଫଟୋ ପୋଷ୍ଟ କରିଦେଉଛି ନା ତ ସେତେବେଳେ ଆଖପାଖ ଗାଁ ପିଲାମାନଙ୍କୁ ମାନେ ସେମାନେ ଜାଣିପାରନ୍ତି ଯେ ପାଖ ଗାଁ ଅମୁକ ପିଲାଟା ସେ ଗୋଟେ ଭଲ ବାଇକ୍ ନେଇଛି ବା ଭଲ ଦାମୀ ବାଇକ୍ ନେଇଛି। ଠିକ୍ ଅଛି, ଯଦି ଗୋଟେ ପିଲା ଭଲ ଚାରି ଚକିଆ ଗାଡ଼ିଟା ବି ନେଇକି ମାନେ ନେଉଛି ନା କିଣୁଛି ନା ସେଟା ବି ମାନେ କମ୍ ସମୟ ମଧ୍ୟରେ ପାଖାପାଖି ସାଙ୍ଗସାଥି ସମସ୍ତେ ଭାଇ ବନ୍ଧୁ କୁଟୁମ୍ବ ସମସ୍ତେ ଜାଣି ପକାନ୍ତି ଯେ ପାଖ ଯେଉଁ ରିଲେଟିଭ୍ ଭାଇ ଜଣକ ଗାଡ଼ି ନେଇଛି। ଠିକ୍ ଅଛି, ତ ଏଇସବୁ ଦେଖିକି କିଏ ଘର ବନେଇଲା, ଠିକ୍ ଅଛି, କିଏ ଗୋଟେ ଜାଗା କିଣି ପକେଇଲାଣି, ଠିକ୍ ଅଛି, କିଏ ଦୁବାଇରେ ପହଞ୍ଚିକି ସିଏ ଗୋଟେ 5 ଷ୍ଟାର୍ ହୋଟେଲରେ ବସିକି ସିଏ ଚା ପିଉଛି ଆଉ ସେଇ ଚା ପିଇବା ମୁହୂର୍ତ୍ତର ଫଟୋଟା ମୋବାଇଲରେ କ୍ୟାପଚର୍ କରିକି ସିଏ ସୋସିଆଲ ମିଡ଼ିଆରେ ମାନେ ଅପଲୋଡ଼ କରିଦେଲା। ଆଉ ଏଇସବୁ ଦେଖିକି ଆମ ଯେତେ ବି ସବୁ ୟୁଥ୍ ଜେନେରେସନ୍ ଅଛନ୍ତି ସେମାନେ ନିଜକୁ ହତଭାଗା ବୋଲି ଭାବନ୍ତି, କୁହନ୍ତି ଆରେ ଦେଖ ସେ ଭାଇ ଆମ ଗାଁ ପାଖ ଭାଇ ତାଙ୍କ ବାପା ମୋ ବାପା ସେମାନେ ପିଲାଦିନୁ ସାଙ୍ଗ ହୋଇକି ପଢ଼ୁଥିଲେ ଆଉ ମାନେ ମୋ ବାପାଙ୍କର ପୁଅ ମାନେ ମୁଁ କିଛି କରିପାରିଲି ନାହିଁ କିନ୍ତୁ ମୋ ବାପାଙ୍କର ସାଙ୍ଗ ଯିଏକି ଆଜି ସେ ମାନେ ଦୁବାଇରେ ପହଞ୍ଚିଲାଣି, ସିଏ ମାନେ ଭୁବନେଶ୍ୱରରେ ସିଏ ମାନେ ଏନ୍ଜୟ କରୁଛି, ଦାମୀ ବାଇକ୍ ଚଢ଼ୁଛି। ଠିକ୍ ଅଛି, ଏଇସବୁ ଶୁଣିକି ନିଜକୁ ସେମାନେ ଡିମୋଟିଭେଟ୍ ମାନେ କରନ୍ତି, ଡିମୋରାଲାଇଜ୍ କରନ୍ତି ଆଉ ନିଜକୁ ଦୋଷ ଦିଅନ୍ତି। ଠିକ୍ ଅଛି, ତ ଏଇଠି ଗୋଟେ କଥା ମୁଁ ସବୁବେଳେ କୁହେ କି ଭାଇ ଆଜିକା ସମୟରେ ନା ଯେତେ ପର୍ଯ୍ୟନ୍ତ ତୁମେ ମାନେ ଗ୍ରାଉଣ୍ଡ ରିଏଲିଟିକୁ ତୁମେ ଯେତେ ପର୍ଯ୍ୟନ୍ତ ଦେଖିନ, ନିଜ ଆଖିରେ ଦେଖିନ ସେତେ ପର୍ଯ୍ୟନ୍ତ କାହାର ମାନେ ସୋସିଆଲ ମିଡ଼ିଆରେ ଦେଖିକି କେବେ ତୁମେ ବିଲିଭ୍ କରିବ ନାହିଁ, କେବେ ବିଶ୍ୱାସ କରିବ ନାହିଁ। ଆଉ ସେଇ ଜିନିଷ ଦେଖିକି ନିଜକୁ କେବେ ବି ତୁମେ ପଶ୍ଚାତାପ କରିବା କଥା ନୁହଁ। ମୁଁ ଏଇପାଇଁ ମୁଁ କହୁଛି ଦେଖିବ ଆଜିକା ହେଉଛି ଆଜିକା ଡେଟ୍ରେ ପ୍ରାୟତଃ ସମସ୍ତେ ଟିକେ ଶୋ ଅଫ୍ କରନ୍ତି। ଫର୍ ଏକ୍ଜାମ୍ପଲ୍ ମୁଁ କହିବି, ମନେକର ଏଇ ଟି ସାର୍ଟଟା ମୁଁ ପିନ୍ଧିଛି, ପ୍ରେଜେଣ୍ଟ କଥା ମୁଁ କହୁଛି, ଏଇ ଟି ସାର୍ଟ ପିନ୍ଧିଛି, ତୁମକୁ ଜାଣି ରଖିବା ଦରକାର ଯେ ଏଇ ଟି ସାର୍ଟଟା ବାସ୍ତବରେ ମୋ ନିଜ ପଇସା ଟି ସାର୍ଟଟା କିଣିଛି କି। ଠିକ୍ ଅଛି, ଏମିତି ବି ହେଇପାରେ ଯେ ମୁଁ ଭିଡ଼ିଓଟା ମୁଁ ସୁଟ୍ କରୁଛି ଯେଉଁଥିପାଇଁ କି ମାନେ ମୋର ଭିଡ଼ିଓରେ ଠିକ୍ ଠାକ୍ ଦେଖାଯିବା ଚକ୍କରରେ ମୁଁ ମୋର ସାଙ୍ଗର ଟି ସାର୍ଟଟା ବି ଆଣିଥାଇପାରେ। ଯଦି ବି ମୋ ନିଜ ପଇସାରେ ଏଇ ଭଲ ଟି ସାର୍ଟଟା ମୁଁ ପିନ୍ଧିଛି, ଠିକ୍ ଅଛି, ହେଇପାରେ ଭିତରେ ଯେଉଁ ସ୍ୟାଣ୍ଡୋ ବିନିୟନଟା ପିନ୍ଧିଛି ହେଇପାରେ ସେଟା 10 ଦିନ ହେଇଥିବ ସେ ସାର୍ଟଟା ଧୁଆ ହେଇନଥିବ। ଠିକ୍ ଅଛି, ହେଇଥିବ ସେ ଯେଉଁ ଭିତରେ ଯେଉଁ ସ୍ୟାଣ୍ଡୋ ବେନିୟନଟା ପିନ୍ଧିଛି ହେଇଥାଇପାରେ ସେ ବେନିୟନଟା ଚିରା ଫଟା ବି ହେଇଥାଇପାରେ। ଠିକ୍ ସେମିତି ଯେତେବେଳେ ପଡ଼ୋଶୀ ଗାଁର ପିଲା ମାନେ ଆମ ସହିତ ସେଇ ଗାଁରେ ଛୋଟରୁ ବଡ଼ ହେଇଛି, ଠିକ୍ ଅଛି, ଆଉ ସିଏ ଯେତେବେଳେ ଦାମୀ ବାଇକ୍ ଚଢ଼ୁଛି ତ ଆମକୁ ଲାଗୁ କି ସିଏ ୟାର ମାନେ ଏତେ ଜଲ୍ଦି ଉପରକୁ ମାନେ ଉଠିଗଲା ମୁଁ ତଳେ ହିଁ ରହିଗଲି। ଠିକ୍ ଅଛି, ତ ସର୍ବପ୍ରଥମେ ଆମକୁ ଏଇଟା ଜାଣି ରଖିବା ଦରକାର ଯେଉଁ ସାମ୍ନା ଗାଁର ପିଲା ଜଣକ ଯେଉଁ ବାଇକ୍ଟା ନେଇଛି ସେ ବାଇକ୍ଟା କିସ୍ତିରେ ଆଣିଛି ନା ସେ ଡାଉନ୍ ପେମେଣ୍ଟ ପଇସାଟା ବି ସେ କାହା ପାଖରୁ ମାନେ ଧାର କରଜ କରିକି ଆଣିକି ସେ ଡାଉନ୍ ପେମେଣ୍ଟ ଗାଡ଼ିଟା କାଢ଼ିଛି। ଠିକ୍ ଅଛି, ତ ଏଇ ଜିନିଷଟା ଯେତେବେଳେ ତୁମେ ଜାଣିବ ନା ତ ନିଜକୁ ସବୁବେଳେ କେବେ ବି ହତଭାଗା ଭାଗିବନି ମାନେ ଭାବିବନି ଆଉ ସବୁବେଳେ ନିଜକୁ ମୋଟିଭେଟ୍ ରଖିବ। ଠିକ୍ ଅଛି, ତ ବର୍ତ୍ତମାନ ସମୟରେ ଏମିତି ବହୁତ ସାରା କେସେସ୍ ମୁଁ ଦେଖେ। ଠିକ୍ ଅଛି, ମାନେ ସାଙ୍ଗ ହେଇକି ମାନେ ଜବ୍ କରୁଛନ୍ତି ତ ଦୁଇ ସାଙ୍ଗ ମଧ୍ୟରୁ ଗୋଟେ ସାଙ୍ଗ ହଠାତ୍ ଗୋଟେ ସିଏ ମାନେ ଗୋଟେ ସ୍କର୍ପିଓ କିଣି ପକାଇଲାଣି। ତ ବର୍ତ୍ତମାନ ଯିଏ ସାଙ୍ଗ ଜଣକ ଅଛି ସିଏ କହୁଛି ମୁଁ ତ ତା ସହିତ ସାଙ୍ଗ ହେଇକି ମୁଁ ଚାକିରି କରୁଛି, ମୁଁ ଏପର୍ଯ୍ୟନ୍ତ ଗୋଟେ ମାନେ ଆଲ୍ଟୋ କିଣିପାରିଲି ନାହିଁ, ସିଏ କେମିତି ଗୋଟେ ସ୍କର୍ପିଓ କିଣିଲା। ଠିକ୍ ଅଛି, ଯଦି ଯେତେବେଳେ ଆମେ ଟିକେ ଗ୍ରାଉଣ୍ଡ ରିଏଲିଟି ଚେକ୍ କରିବା ଆମେ ସେତେବେଳେ ଜାଣିବାକୁ ପାଇବା ଯେ ନାଁରେ ତା'ର ପୁରୁଣା ସମ୍ପତ୍ତି ଗାଁରେ ଥିଲା, ସେଇ ମାନେ ପ୍ରପର୍ଟିଟାକୁ ମାନେ ବିକି ସାରିଲା ପରେ ସେଇ ପଇସାରେ ଗାଡ଼ିଟା କିଣିଛି। ନହେଲେ ଆଉ ଗୋଟେ ଆମକୁ ଗୋଟେ ପ୍ରମାଣ ମିଳେ ଯେ ନା ସେ ରିସେଣ୍ଟଲି ବାହା ହେଇଛି ଆଉ ତାଙ୍କ ଜାତିରେ ବା ତାଙ୍କ କାଷ୍ଟରେ ଯୌତୁକ ପ୍ରଥା ଅଛି, ଯେଉଁଥିପାଇଁ କି ଝିଅର ମାନେ ତା'ର ଶ୍ୱଶୁର ଘର ଲୋକ ତାକୁ ସେ ସ୍କର୍ପିଓଟାକୁ ମାନେ ବାହାଘର ବେଦୀରେ ଗୋଟେ ଗିଫ୍ଟ ଦେଇଛନ୍ତି। ସେତେବେଳେ ଆମେ ଜାଣିପାରେ। ଠିକ୍ ଅଛି, ନହେଲେ ଯଦି ଆମେ ଜାଣିପାରିବା ନାହିଁ ଖାଲି ଉପରେ ଉପରେ ଆମେ ଦେଖିବା ସେଇ ଜିନିଷଟାକୁ ଆମେ ମାନେ ଯେଉଁଟାକି ଆନାଲିସିସ୍ କରିବା ନାହିଁ, ଠିକ୍ ଅଛି, ତ ଆମେ କେଉଁଠି ନା କେଉଁଠି ଆମେ ଆମ ମନଟା ସବୁବେଳେ ମାନେ ଡିମୋଟିଭେଟ୍ ହେଇକି ରହିବ। ଠିକ୍ ଅଛି, ସବୁବେଳେ ଆମେ ଡିମୋରାଲାଇଜ୍ ଫିଲ୍ କରିବା ଆରେ ମୁଁ ଲାଇଫ୍ରେ କିଛି କରିପାରୁନି। ଠିକ୍ ଅଛି ହେଲା, କିନ୍ତୁ ଭାଇ ଗୋଟେ କଥା ମୁଁ କହିବି କି କେବେ ବି ନା ମାନେ ଅନ୍ୟକୁ ଦେଖି ସାରିଲା ପରେ ନିଜକୁ କେବେ ଛୋଟ ମନ କର ନାହିଁ। ଠିକ୍ ଅଛି, ଜଣା ନାହିଁ କାହାର ଲାଇଫ୍ଟା କେମିତି ଚାଲିଛି। ଠିକ୍ ଅଛି, ତ ମୁଁ ସେଇପାଇଁ କୁହେ କି ତୁମ ସାମ୍ନାରେ ଯେତେ ବଡ଼ ମହାରଥୀ ଆସୁ, ଠିକ୍ ଅଛି, ସିଏ ଯାହା ବି ସେ ଫ୍ଲାଇଟ୍ରେ ଚଢ଼ୁଛି ଚଢ଼ୁ, ଠିକ୍ ଅଛି, ସମସ୍ତଙ୍କ ଲାଇଫ୍ ଷ୍ଟାଇଲ୍ ମାନେ ଜୀବନଶୈଳୀ ଅଲଗା ଅଲଗା। ଠିକ୍ ଅଛି ହେଲା, ତ ଯଦି ତୁମେମାନେ ବି ଏଇ ସୋସିଆଲ ମିଡ଼ିଆରେ
ଅନ୍ୟମାନଙ୍କ ଜୀବନଶୈଳୀ ଦେଖିକି ପ୍ରଭାବିତ ହେଉଛ ଆଉ ପ୍ରଭାବିତ ହେଇକି ଯଦି ଖୁସିରେ ରହୁଛ ତ ଠିକ୍ ଅଛି ଆଉ ଯଦି ସେଇ ଜିନିଷକୁ ଦେଖିକି ତୁମେ ଯଦି ନିଜକୁ ମାନେ ଦୁଃଖରେ ରଖୁଛ ତାହେଲେ ଏଇଟା ବହୁତ ବଡ଼ ଭୁଲ କେଉଁଠି ନା କେଉଁଠି ଆମେ ନିଜକୁ ବା ନିଜର ଯେଉଁ ପାରିବା ପଣିଆରେ ଆମେ ନିଜକୁ ନିଜେ ସନ୍ଦେହ କରୁଛୁ ଠିକ୍ ଅଛି ତ ଏଇଟା ଯେଉଁଟାକି ମାନେ ଆମ ଯୁବପିଢ଼ିମାନଙ୍କ ପାଇଁ ଜମା ବି ଶୁଭଙ୍କର ନୁହଁ ଠିକ୍ ଅଛି ନେକ୍ସଟ ମାନେ ୟା ପରଠୁ ଯେବେ ବି ତୁମେ ସୋସିଆଲ ମିଡ଼ିଆ ଯାହା ବି ଦେଖିବ ଠିକ୍ ଏଟଲିଷ୍ଟ କିଛି ସମୟ ପାଇଁ ତୁମେ ଆନାଲିସିସ୍ କରିବ ଏଇ ପିଲାଟା ମାନେ ଦୁବାଇ ଭଳିଆ କଣ୍ଟ୍ରିରେ ଯାଇକି ସିଏ ବୁଲୁଛି ଠିକ୍ ଅଛି ତ ସିଏ ବୁଲିବା ପାଇଁ ମାନେ କେମିତି ଯାଇଛି है ना तो तेज देखी मैंने यहाँ टे तुम्हें आलोचना समालोचना कर मे भी हो पारे तार बैक सपोर्ट बापा भाई समस्ते जॉब करुवे वेल सेटल थे जो मैंने जो थी बुलापाई मैंने अधिक अधिक पैसा देती आ तुम्हें बुलापाई ये जाइन जे तुम सेमती वेल सेटल कहीं ना जहाँकि तुमको कई पैसा अधिक अधिक देना जो तुम्हें दिल्ली पर्यंत भी तुम्हें बुलापाई जापारी ना ठीक अच्छे है तो मुझे आशा करुँची मोर ये जो विषय वस्तु थिला कि सोशल मीडिया रू सामाजिक गणमाध्यम जो पिला माने देखिकी निजको जो माने जो डिमोटिवेट करांती से भाई मान को जस्ट मु ट्राए कली कि मोटिवेट रही आशा करुँचे विषय वस्तुटी आपको भल लगी पुणी थे देखा गोटे नुआ विषय वस्तु को लेकिन।